ତ ତୁମର ପ୍ରି ବୋର୍ଡ଼ ଏକ୍ଜାମ୍ ମୁଣ୍ଡ ଉପରେ ସେମିତି ବୋର୍ଡ଼ ଏକ୍ଜାମ୍ ବି ଫେବୃଆରୀ 19ରୁ ଆରମ୍ଭ ହେବାକୁ ଯାଉଛି। ଆଉ ତୁମେମାନେ ବହୁତ ୱରି ଭିତରେ ଥିବ, ପଢ଼ିଲେ ନିଦ ଲାଗୁଥିବ, ଖାଇଲା ପରେ ପଢ଼ିବି କହିକି ଭାବୁଥିବ, ଖାଇଲା ପରେ ନିଦ ଲାଗୁଥିବ, ରାତିରେ ଶୋଇପଡ଼ୁଥିବ, ପୁଣି ଭାବୁଥିବ ସକାଳୁ ଉଠିଲେ ପଢ଼ିବି। ସକାଳର ଟାଇମ୍ ଏମିତି ପଳାଉଛି, ପୁଣି ରାତିରେ ଭାବୁଥିବ ଯେ ସକାଳୁ ଉଠିକି ନିଶ୍ଚୟ ପଢ଼ିଦେବି, ସକାଳୁ ଭାବୁଥିବ ରାତିକି ପଢ଼ିଦେବି। ତ ତୁମେ ଏମିତି ସାଇକେଲ ଭିତରେ ଗତି କରୁଛ। ସେ ସାଇକେଲକୁ ଭାଙ୍ଗ, ଜଲ୍ଦି ଭାଙ୍ଗ, ନହେଲେ ବହୁତ ଅସୁବିଧାରେ ପଡ଼ିବ। ଆଉ ତୁମମାନଙ୍କର ରିକ୍ୱେଷ୍ଟରେ ଆମର ଇମ୍ପୋର୍ଟାଣ୍ଟ ଯେଉଁଟାକି କୋଶ୍ଚିନ୍ ରହୁଛି କେଉଁଥର ଭୌତିକ ବିଜ୍ଞାନର ଇମ୍ପୋର୍ଟାଣ୍ଟ କୋଶ୍ଚିନ୍ ରହୁଛି, ତାକୁ ତୁମକୁ ଦିଆଯିବ ହେଲା। ଦେଲା ପରେ ତାପରେ ତୁମକୁ ଉତ୍ତର ବି ବାହାର କରିବାକୁ ପଡ଼ିବନି, ଉତ୍ତର ଆ ସହିତ ଅଛି। ତୁମେ ନିଜେ ଆକୁ ପ୍ରିଣ୍ଟ ଆଉଟ୍ ବି ବାହାର କରିପାରିବ। ଯଦି ତୁମକୁ PDF ଦରକାର ଗ୍ରୁପରେ ଜଏନ୍ ହେଇଯାଅ, ଆର PDF ତୁମକୁ ମିଳିଯିବ। ଆଉ 100% ଚାନ୍ସେସ୍ ରହୁଛି ଏହିସବୁ କୋଶ୍ଚିନ୍ରୁ ହିଁ ତୁମର କୋଶ୍ଚିନ୍ ଆସିବ। ତାପରେ ନିଜେ ତୁମେ ପ୍ରି ବୋର୍ଡ଼ ଏକ୍ଜାମ୍ରେ ଦେଖିବ, କିଛିଟା କୋଶ୍ଚିନ୍ ଆସିପାରେ, କିଛିଟା ନ ଆସିପାରେ। ତାକୁ ନେଇକି ମଧ୍ୟ ତୁମେ ୱାରି ହେବନି, କାରଣ 100% କୋଶ୍ଚିନ୍ ଆସିବା ବି ବହୁତ ଇମ୍ପସିବଲ୍ ହେଲା କି। କାରଣ ପେପର୍ ବାଲା କ'ଣ ବନେଇଥାଏ କିଏ ବି ଜାଣିନଥାଏ। କିନ୍ତୁ ଏତିକି ଆମକୁ ସିଓର ଅଛନ୍ତି ଯେ ଯେଉଁ କୋଶ୍ଚିନ୍ ନାହିଁ କି ସେମାନେ ଥରେ ପକାନ୍ତି, ଚାନ୍ସେସ୍ ରହୁଛି ସେମାନେ ପୁଣି ଥରେ ପକାଇବେ, କାରଣ ସେମାନଙ୍କ ପାଖରେ ଗୋଟେ ସେଟ୍ ଅଫ୍ କୋଶ୍ଚିନ୍ ରହୁଛି। ଯେମିତିକି ଏଇ କୋଶ୍ଚିନ୍ଟା ଦେଖ, 2023ରେ ଆମର ସପ୍ଲିମେଣ୍ଟାରୀରେ ଆସିଛି, ଯେଉଁଟାକି 2018ର ଆନୁଆଲ୍ରେ ଆସିଥିଲା। ତ ଏଇ ପ୍ରକାର ଭାବରେ ଆମର ଖାସ୍ କରିକି ସବୁ ଟିଚର୍ ମାନେ ଗେସ୍ କରନ୍ତି ବା ଆସିବାର ସମ୍ଭାବନା ବାହାର କରନ୍ତି। ତ ସେଇ ସବୁ ସମ୍ଭାବନାକୁ ମୁଁ ପ୍ରଥମରୁ ହିଁ ବାରି ସାରିଛି। ଆଉ ତୁମମାନଙ୍କୁ କ'ଣ ଦେଇଛି, ମୁଁ ଇମ୍ପୋର୍ଟାଣ୍ଟ କୋଶ୍ଚିନ୍ ଦେଇଛି। ଆଉ ଯେଉଁମାନେ ପୂର୍ବ ବର୍ଷର ପାଇଛନ୍ତି କୋଶ୍ଚିନ୍ ସେମାନେ ତ ଅଲରେଡ଼ି ଜାଣିଛନ୍ତି। ଆଉ ଅବଭିୟସ୍ଲି ସେମାନେ ଏଇ ଭିଡ଼ିଓ ଦେଖୁନଥିବେ, ନହେଲେ ହୁଏତ ତୁମକୁ ପ୍ରମାଣ ମଧ୍ୟ ମିଳିପାରନ୍ତା ହେଲା। ଠିକ୍ ଅଛି, କୋଶ୍ଚିନ୍ ଯାକ ଦେଖିଦିଅ କ'ଣ କ'ଣ। ସଂଖ୍ୟାରଣ, ରହଣୀୟ ଅବସ୍ଥା, ସେଇଠୁ ଗଲେ 4ଟା ଜାଗା ଆମର ରାସାୟନିକ ସମୀକରଣ, ସଂଶ୍ଳେଷଣ, ବିଘଟନ, ବିସ୍ଥାପନ, ଦ୍ୱୈତ ବିସ୍ଥାପନ। ତାପରେ ଯଦି ଆମେ ଦେଖିବା ସଢ଼ ଅବସ୍ଥା କ'ଣ, କାରଣ ସହିତ ବୁଝାଅ। ତାପଗ୍ରାହୀ ପ୍ରତିକ୍ରିୟା, ତାପ ଶୋଷୀ ପ୍ରତିକ୍ରିୟା, ସଂଶ୍ଳେଷଣ ପ୍ରତିକ୍ରିୟା ତ କୁହାହେଲା। ଜାରଣ ବିଜାରଣ ହେଲା, କେଉଁଟା ଜାରିତ ହେଉଛି କେଉଁଟା ବିଜାରିତ ହେଉଛି ତାହିଁରେ ଲେଖିବାକୁ ପଡ଼ିବ ପୁଣି। ତାପରେ ଯଦି ଦେଖିବା ଅବକ୍ଷେପଣ ରାସାୟନିକ ପ୍ରତିକ୍ରିୟା କ'ଣ, ଯେଉଁଟାକି ଦ୍ୱୈତ ବିସ୍ଥାପନରେ ଅଛି। ପ୍ରଶମନୀକରଣ ରାସାୟନିକ ପ୍ରତିକ୍ରିୟା କ'ଣ। ତାପରେ ଦେଖିବା, ଏଇଟା ତ ମୁଁ ବୁଝିବା ପାଇଁ ରଖିଥିଲି, ଜାରକ, ବିଜାରକ, ପ୍ରତିଜାରକ କାହାକୁ କୁହାଯାଏ। ପ୍ରତ୍ୟେକର ଗୋଟିଏ ଲେଖା ଉଦାହରଣ ଦିଅ। ସିଲଭର ବ୍ରୋମାଇଡ଼ର ରଙ୍ଗ କିପରି ହୋଇଥାଏ, ଏହାକୁ ସୂର୍ଯ୍ୟାଲୋକ ରଖିଲେ କ'ଣ ହେବ। ଅବକ୍ଷେପଣ ରାସାୟନିକ ପ୍ରତିକ୍ରିୟା କାହାକୁ କୁହାଯାଏ। ସଢ଼ାବସ୍ଥା କ'ଣ। ସିଲଭର କ୍ଲୋରାଇଡ଼କୁ କାହିଁକି କଳା ରଙ୍ଗର ବୋତଲରେ ରଖିବା ଆବଶ୍ୟକ। ଆଉ ପ୍ରତିକ୍ରିୟା ସହିତ ରାସାୟନିକ ସମୀକରଣଟା ଲେଖ କହିଲା। ପ୍ଲାଷ୍ଟର ଅଫ୍ ପ୍ୟାରିସର ପ୍ରସ୍ତୁତି ବ୍ୟବହାର ଲେଖ। pH କାହାକୁ କହନ୍ତି। ଦୈନନ୍ଦିନ ଜୀବନରେ pHର ଗୁରୁତ୍ୱ ବୁଝାଅ। 2019ରେ, 25ରେ, 18ରେ ଆସିଛି ହେଲା। ତାପରେ ପାଟିର pH କେତେ ରହିବା ଦରକାର, ନହେଲେ ଦନ୍ତକ୍ଷୟ ହୁଏ। ସେମିତି ବର୍ଷା ଜଳର pH କେତେ ରହିବା ଦରକାର, ନହେଲେ ସିଏ ଅମ୍ଳ ବୃଷ୍ଟି ହୋଇଥାଏ। ବା pH କେତେ ହେଲେ ବୃଷ୍ଟି ଜଳର ସିଏ କ'ଣ ହୁଏ, ଅମ୍ଳ ବୃଷ୍ଟି ହୁଏ। ପ୍ଲାଷ୍ଟର ଅଫ୍ ପ୍ୟାରିସର ପ୍ରସ୍ତୁତି। ବ୍ଲିଚିଂ ପାଉଡ଼ର ପ୍ରସ୍ତୁତି ବ୍ୟବହାର। ବେକିଂ ସୋଡ଼ା ପ୍ରସ୍ତୁତି ବ୍ୟବହାର। ଧୋଇବା ସୋଡ଼ା ପ୍ରସ୍ତୁତି ବ୍ୟବହାର। ଜିପ୍ସମ୍ ଅଣୁର ସଂକେତ। କ୍ଲୋରୋ ଆଲକାଲି ପଦ୍ଧତି କ'ଣ ହେଲା, ତାହିଁରୁ ବ୍ଲିଚିଂ ପାଉଡ଼ର କିପରି ତିଆରି ହୁଏ। pH ସ୍କେଲଟା ତ କୁହାହେଲା। ଦନ୍ତକ୍ଷୟ କୁହାହେଲା। ପ୍ରତି ଅମ୍ଳ କ'ଣ। ବିଛୁଆତି ପତ୍ର ଦେହ ଲାଗିଲେ କ'ଣ ହୁଏ, କାହିଁକି ହେଲା। ପ୍ରତି ଅମ୍ଳ କ'ଣ। ପ୍ରଶମନୀକରଣ ରାସାୟନିକ ପ୍ରତିକ୍ରିୟା କାହାକୁ କୁହାଯାଏ। ଘ୍ରାଣ ସୂଚକ କ'ଣ। ତାପରେ କାର୍ବୋନେଟ୍ ଧାତୁପିଣ୍ଡ ଓ ସଲଫାଇଡ୍ ଧାତୁପିଣ୍ଡ ପ୍ରତ୍ୟେକରୁ ବିଶୁଦ୍ଧ ଧାତୁ କିପରି ନିଷ୍କାସନ କରାଯାଏ। ତାପରେ ଇଲେକ୍ଟ୍ରନ୍ ସଂରଚନା, ଡଟ୍ କ୍ରସ୍ ସଂରଚନା କରିକି ବୁଝାଅ ଉଦାହରଣ ସହିତ। ସୋଡ଼ିୟମର
ସହ ସଂଯୋଜ୍ୟ ବନ୍ଧ କ'ଣ, ବିଦ୍ୟୁତ ସଂଯୋଜ୍ୟ ବନ୍ଧ କ'ଣ, ବା ଆୟନିକ ବନ୍ଧ କ'ଣ, ବା ଆୟନିକ ଯୌଗିକ କ'ଣ, କାଲସିନେସନ୍ କ'ଣ, ରୋଷ୍ଟିଂ କ'ଣ, ଏନୋଡାଇଜିଂ କାହିଁକି କରାଯାଏ ବୁଝାଅ, ଥର୍ମିଟ୍ ପ୍ରତିକ୍ରିୟା କ'ଣ, ରୋଷ୍ଟିଂ କାଲସିନେସନ୍ କ'ଣ ଯେଉଁଟାକି କୁହାହେଲା, ଖଣିଜ ଗାଙ୍ଗ କ'ଣ, ଏନୋଡ୍ କର୍ଦ୍ଦମ ଓ ଗ୍ୟାଙ୍ଗ କିପରି ପରସ୍ପର ଠାରୁ ଭିନ୍ନ, ସେଥିରେ ଇମ୍ପୋର୍ଟାଣ୍ଟ ନୁହେଁ। ବିଶୁଦ୍ଧ ସୁନା କାହାକୁ କୁହାଯାଏ, 24 କ୍ୟାରେଟ୍ ସୁନା ବଦଳରେ 22 କ୍ୟାରେଟ୍ ସୁନାରେ ଅଳଙ୍କାର ପ୍ରସ୍ତୁତ ହୁଏ କାହିଁକି, ଲୁହାର 2ଟି ମିଶ୍ର ଧାତୁର ନାମ ଦିଅ, ଏଇଟା ଛାଡ଼ିଦେଲେ ବି ଚଳିବ, କିଛି ଅସୁବିଧା ନାହିଁ, ମିଶ୍ର ଧାତୁ ବାଲା ଯେଉଁ କୋଶ୍ଚିନ୍ଟା। କାର୍ବନ ପରମାଣୁ କି ପ୍ରକାର ବନ୍ଧ ଗଠନ କରେ ଆଉ କାହିଁକି କରେ, ଉଦାହରଣ ଦେଇ ବୁଝାଅ। ସହ ସଂଯୋଜ୍ୟ ବନ୍ଧ କ'ଣ, ଡଟ୍ କ୍ରସ୍ କରିକି ଏମୋନିଆ ମିଥେନ୍ ଅଣୁ ଚିତ୍ର କର ବା ଅଣୁର ଗଠନର ଚିତ୍ର। ପୃକ୍ତ ହାଇଡ୍ରୋକାର୍ବନ କ'ଣ, ଅପୃକ୍ତ ହାଇଡ୍ରୋକାର୍ବନ କ'ଣ, ହୋମୋଲୋଗ ଶ୍ରେଣୀ କ'ଣ, ଆଇସୋମେରିଜିମ୍ କ'ଣ ହେଲା। ଡଟ୍ କ୍ରସ୍ ସଂରଚନାରେ ଅକ୍ସିଜେନ୍ ନାଇଟ୍ରୋଜେନ୍ ଅଣୁର ଗଠନ ବର୍ଣ୍ଣନା କର। ସଂରଚନାତ୍ମକ ଆଇସୋମର କ'ଣ, କ୍ୟାଟିନେସନ୍ କାହାକୁ କୁହାଯାଏ, ମେଣ୍ଡେଲିଭ୍ ପର୍ଯ୍ୟାୟ ସାରଣୀ ଭିତରେ ଆଉ ଆଧୁନିକ ପର୍ଯ୍ୟାୟ ସାରଣୀ ଭିତରେ କ'ଣ ସାମଞ୍ଜସ୍ୟ ଅଛି, ସେମିତି ପାର୍ଥକ୍ୟ କ'ଣ ଅଛି। ମେଣ୍ଡେଲିଭ୍ଙ୍କ ପର୍ଯ୍ୟାୟ ସାରଣୀ ବିଷୟରେ ସଂକ୍ଷେପରେ ଆଲୋଚନା କର। ହେଲା, 2ଟା ସଫଳତା ଆଉ 2ଟା ତ୍ରୁଟି ଲେଖ କହିଲା। 2025ରେ, 22ରେ, 21ରେ, 19ରେ, 14ରେ ହେଲା, ବହୁତ ଥର ଆସିଛି। କୋଶ୍ଚିନ୍ ଗୁଡ଼ାକ ନିଜେ ଦେଖିଦିଅ କ'ଣ ସବୁ ରହୁଛି, ପଜ୍ କରି କରି ଦେଖ। ହେଲା, ଆଧୁନିକ ପର୍ଯ୍ୟାୟ ସାରଣୀରେ ଏକ ଗ୍ରୁପରେ ଏବଂ ଏକ ପର୍ଯ୍ୟାୟରେ ଥିବା ମୌଳିକ ଗୁଡ଼ିକର ପରମାଣୁ ଆକାର କେଉଁ କ୍ରମରେ ପରିବର୍ତ୍ତିତ ହୋଇଥାଏ ମାନେ ବଢ଼ିଥାଏ। ସବୁ କୋଶ୍ଚିନ୍ ନିଜେ ପଢ଼ିଦିଅ। ସବୁ କୋଶ୍ଚିନ୍ ତ କେବଳ କୋଶ୍ଚିନ୍ ପଢ଼ିବାଟା କିଛି ମୂଲ୍ୟ ରହୁନି, ନିଜେ ନିଜେ ଦେଖ। ଆଉ ଏ PDF ମୁଁ ତୁମ ଗ୍ରୁପରେ ଜଏନ୍ କର, ମୁଁ ସେଣ୍ଡ କରିଦେଉଛି ସେଇଠି ସବୁ PDF। ହାଇଡ୍ରୋଜେନ୍ ଗ୍ରୁପ 1 ଅଥବା ଗ୍ରୁପ 17ରେ ରଖାଯାଇପାରିବ କାହିଁକି, ଉଦାହରଣ ସହ ଡୁବେରିନ୍ଙ୍କ ଟ୍ରାଏଡ୍ ବୁଝାଅ। ଉପଧାତୁ କାହାକୁ କୁହାଯାଏ, ଆଲୋକର ପ୍ରତିସରଣ କ'ଣ, ବର୍ତ୍ତୁଳାକାର ଦର୍ପଣରେ ପ୍ରତିଫଳନ ପାଇଁ ପ୍ରଚଳିତ ନୂତନ କାର୍ଟେସିଆନ୍ ସଂକେତ ପ୍ରଥା ଗୁଡ଼ିକ ଲେଖ, ଚିତ୍ର ସାହାଯ୍ୟରେ ଦର୍ଶାଅ। କାଚ ଗ୍ଲାସ ଭିତରେ ଯେଉଁ କଏନ୍ ରହିଲେ ସେ କାହିଁକି ଟିକେ ଉପରକୁ ଉଠିଲା ପରି ଦେଖାଯାଏ। ଉତ୍ତଳ ଦର୍ପଣର ବ୍ୟବହାର, ଲେନ୍ସ ସୂତ୍ର, ଉତ୍ତଳ ଅବତଳ ଭିତରେ ପାର୍ଥକ୍ୟ, ବାସ୍ତବ ପ୍ରତିବିମ୍ବ ଆଭାସୀ ପ୍ରତିବିମ୍ବ, ଏଇଟା ଛାଡ଼ିଦିଅ କିଛି ଅସୁବିଧା ନାହିଁ। ଲେନ୍ସର ପାୱାର କହିଲେ କ'ଣ ବୁଝ, ପରମ ଶରଣାଙ୍କ ଛାଡ଼ିଦିଅ। ମାନବ ଚକ୍ଷୁର ଚିତ୍ର ଅଙ୍କନ କର। ତାପରେ ସମୀପ ଦୃଷ୍ଟି କ'ଣ, ଦୂରଦୃଷ୍ଟି କ'ଣ, ସେଇଠୁ କେମିତି ସୁଧାରି ପାରିବା, ଚାଳିଶା କ'ଣ ହେଲା। ସେଇଠୁ ଗଲେ ଏଇଟା ମାନବ ଚକ୍ଷୁ ଦେଖିଛ ନା, 2023, 19, 21 ସବୁରେ ଆଇଛି। ଆଲୋକୀୟ ପରିଘଟଣା ଗୁଡ଼ିକ ଉଲ୍ଲେଖ କରି ବାୟୁମଣ୍ଡଳରେ ଇନ୍ଦ୍ରଧନୁ କିପରି ସୃଷ୍ଟି ହୁଏ ଲେଖ। ତାରାମାନେ କାହିଁକି ଦପଦପ କରନ୍ତି, ଗ୍ରହମାନେ କାହିଁକି ଦପଦପ କରନ୍ତି ନାହିଁ, ଲାଲ ବର୍ଣ୍ଣକୁ ବିପଦର ସଂକେତ ବୋଲି କାହିଁକି ମାନାଯାଏ, ଆକାଶ କାହିଁକି ନୀଳ ଦେଖାଯାଏ ହେଲା। ଏଇଟା ତ କହିଲି, ଗ୍ରହମାନେ କାହିଁକି ଦପଦପ କରନ୍ତି ନାହିଁ, ସମୀପ ଦୃଷ୍ଟି ଦୂରଦୃଷ୍ଟି ଭିତରେ ପାର୍ଥକ୍ୟ, ସମାୟୋଜନ ପାୱାର କ'ଣ, ବାଇଫୋକାଲ ଚଷମା କାହାକୁ କହନ୍ତି, କାହିଁକି ବ୍ୟବହାର କରାଯାଏ, ମୋତିଆ ବିନ୍ଦୁ କ'ଣ, ଚାଳିଶା ଦୃଷ୍ଟି ଦୋଷ କ'ଣ, ଏହାର ପ୍ରତିକ୍ରିୟା କେମିତି କରିବା, ବିଦ୍ୟୁତ୍ ସ୍ରୋତର ତାପନ କ୍ଷମତା ବା ଜୁଲ୍ଙ୍କ ତାପନ ନିୟମ ବୁଝାଅ। କେତୋଟି ଥର ଆସିଛି, 22, 21, 19, 18, 16, 24, 17 ହେଲା। କେତେ ଥର ଆସିଛି ଦେଖୁଛ ନା, ଜୁଲ୍ଙ୍କ ତାପନ ନିୟମ। ସମାନ୍ତରାଳ ସଂଯୋଗ କ'ଣ ପାଇଁ ଗୃହ ପଥରେ କରାଯାଉଛି, ହେଲା। ଏଇସବୁ କୋଶ୍ଚିନ୍। ବିଦ୍ୟୁତ କ'ଣ ପ୍ରତିରୋଧ ଗୁଡ଼ିକୁ ପଙ୍କ୍ତି ସଂଯୋଗ ଏବଂ ସମାନ୍ତର ସଂଯୋଗ ପ୍ରତ୍ୟେକ କ୍ଷେତ୍ରରେ ସମତୁଲ୍ୟ ପ୍ରତିରୋଧ ନିର୍ଣ୍ଣୟ କର।
ଏଇଟା ବାହାର କରିବ ମ୍ୟାଥମେଟିକାଲ ଫର୍ମୁଲାଟା। ଜୁଲଙ୍କ ତାପ ନିୟମ ଦର୍ଶାଅ। କୁହାହେଲା ଏଇଟା ଓମଙ୍କ ନିୟମ। ଜେନେରେଟର ବିଦ୍ୟୁତ ମୋଟର। ତାପରେ ଯଦି ଦେଖିବା ଆଉ କ'ଣ, କ୍ଷେତ୍ରରେଖା, ଚୁମ୍ବକୀୟ କ୍ଷେତ୍ରରେଖା କ'ଣ? ହେଲା, ଶକ୍ତିଶାଳୀ କରିବା ପାଇଁ କେଉଁ ପଦକ୍ଷେପ ନିଆଯାଏ ମୋଟରକୁ? ସୋଲେନଏଡ୍ କ'ଣ? ଫ୍ଲେମିଙ୍କ ବାମ ହସ୍ତ ନିୟମ। ଦକ୍ଷିଣ ହସ୍ତର ବୃଦ୍ଧାଙ୍ଗୁଳି ନିୟମ। ସୋଲେନଏଡ୍ କ'ଣ କୁହାହେଲା? ଚୁମ୍ବକୀୟ କ୍ଷେତ୍ରରେଖ କୁହାହେଲା ଏଇଟା। ଦଣ୍ଡ ଚୁମ୍ବକ ସୋଲେନଏଡ୍ ଭିତରେ ପାର୍ଥକ୍ୟ। ମୋଟରରେ ବିଖଣ୍ଡିତ ବଳୟ କ'ଣ ପାଇଁ ଲଗାଯାଉଛି, ତାର କାର୍ଯ୍ୟ କ'ଣ? ଇଏ ଥିଲା ତମର ଅଲ୍ କୋଶ୍ଚିନ୍। ହେଲା, 10 ମିନିଟ୍ ଭିତରେ ମୁଁ କହିଦେଲି ସବୁ ଯାକ କୋଶ୍ଚିନ୍। ତମେ ଭାବୁଥିବ ସାର୍ ଆପଣ ସିନା 10 ମିନିଟ୍ ଭିତରେ କହିଦେଲେ, ଆମକୁ 10 ଦିନ ଲାଗିଯିବ। କିଛି ଅସୁବିଧା ନାହିଁ, 12 ଦିନ ନିଅ, ଘଣ୍ଟାଏ ଲେଖା, ଆରାମରେ ଘୁଷ, ଆରାମରେ ମନେ ରଖ। ମୁଁ ତମକୁ ତ ଟାଇମ୍ ଟେବୁଲ୍ ବି ସେୟାର କରିଦେଇଛି, କେମିତି ସବୁ ପଢ଼ିବ ଲାଷ୍ଟ 30 ଡେଜ୍ରେ। ହେଲା, 44 ଡେ ମାନେ ଆଜିଠୁ 44 ଦିନ ରହିଲା। ଆଉ ଟାଇମ୍ ଟେବୁଲ୍ଟାକୁ ଦେଖ କେମିତି ଫଲୋ କରିବ। ଠିକ୍ ଅଛି, ଏତିକିରେ ମୁଁ ରହିଲି। ପୁଣି ଯାହା ବି କିଛି ରିକ୍ୱାରମେଣ୍ଟ ରହୁଛି କମେଣ୍ଟ କର, ତା ଉପରେ ଭିଡ଼ିଓ ଆସିଯିବ।